କଣ ଆମର ଜୀବନ ସଙ୍ଗୀ କୋଉ ପୂର୍ବ ଜନ୍ମର? ବିବାହ ଯଦି 7 ଜନ୍ମର ସମ୍ପର୍କ ହୁଏ, ତେବେ ପୁଣି ଛାଡ଼ପତ୍ର କଣ? ବିବାହ ଉପରାନ୍ତ ଏତେ ସମସ୍ୟା କାହିଁକି? ଜଣେ ଲୋକ ଏକାଧିକ ସମ୍ପର୍କରେ ଜଡ଼ିତ କାହିଁକି? ଏ ଏକାଧିକ ସମ୍ପର୍କ ବି କଣ ପୂର୍ବ ଜନ୍ମର? ଆତ୍ମାର ସମ୍ପର୍କ କଣ? କର୍ମର ଋଣ କଣ? ଏ ବିଷୟରେ ବିସ୍ତାର ଜାଣିବା ପାଇଁ ଭିଡିଓଟିକୁ ଥରେ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ। ଦେଖନ୍ତୁ, ଯେବେ ବି ପ୍ରସଙ୍ଗ ଆସିଥାଏ ଜୀବନ ସାଥୀ ଚୟନ କରିବାର, ଏଇଠି କାମ କରିଥାଏ ସୋଲ କଣ୍ଟ୍ରାକ୍ଟ ବା ଆତ୍ମାର ସମ୍ପର୍କ। ସେଇ ଅନୁସାରେ ତ ଜୀବନ ସାଥୀ ମିଳନ୍ତି, କିନ୍ତୁ ସେ ଯେ ପୁରା ଜୀବନ ଆପଣଙ୍କ ସଙ୍ଗରେ ରହିବେ ଇଏ ଜରୁରୀ ନୁହେଁ। ଆଜି ଯୋଉ ବି ଜୀବନ ସାଥୀ ଆପଣଙ୍କୁ ମିଳିଛନ୍ତି, ନିଶ୍ଚୟ କୋଉ ନା କୋଉ କର୍ମର ସଂଯୋଗ, ଅର୍ଥାତ୍ ଆତ୍ମାର ଯୋଉ ଏକ ଫ୍ରି ୱିଲ୍, ଏକ ଇଚ୍ଛା ଶକ୍ତି ରହିଥାଏ, ଇଚ୍ଛା ଶକ୍ତିରେ ରହିଥାଏ ଅଫୁରନ୍ତ ଶକ୍ତି। ଭଗବାନ ଯୋଉ ଆମକୁ ଇଚ୍ଛା ଶକ୍ତି ଦେଇଛନ୍ତି, ଇଚ୍ଛା ଶକ୍ତିର ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେଣୁ ଯିଏ ବି ଜୀବନ ସାଥୀ ଆଜି ମିଳିଛନ୍ତି, ସିଏ ତ ପ୍ରାରବ୍ଧ ଅନୁସାରେ, କିନ୍ତୁ ବର୍ତ୍ତମାନର ଫ୍ରି ୱିଲ୍ ନିର୍ଭର କରିବେ ସେ ଜୀବନ ସାଥୀ ଆପଣଙ୍କ ସହିତ କେ ପର୍ଯ୍ୟନ୍ତ ରହିବେ। କିନ୍ତୁ ଏ ଯୋଉ କୁହନ୍ତି 7 ଜନ୍ମର ସମ୍ପର୍କ, ଜନ୍ମ ଜନ୍ମର ସମ୍ପର୍କ, ଇଏ ସେତିକି ବେଳେ ସମ୍ଭବ ଯେତେବେଳେ ଉଭୟଙ୍କ ମଧ୍ୟରେ ପ୍ରବଳ ଇଚ୍ଛା ଶକ୍ତି ରହିଥିବ। କିନ୍ତୁ ଆଜିକାଲିର ଦୁନିଆ କଥା ଯଦି ଦେଖିବା, ଆଜିର ପରିସ୍ଥିତି, ଆଜିର ଯୁବପିଢ଼ି ଯୋଉ ପ୍ରକାର ସମ୍ପର୍କ ଗଢ଼ି ବସୁଛନ୍ତି, ଏ 7 ଜନ୍ମର କଣ 7 ବର୍ଷକୁ ବି ସନ୍ଦେହ। ସାମାନ୍ୟ କୋଉଠି କିଛି ଅସନ୍ତୁଷ୍ଟି ଘଟି ଯାଉଛି, ମୁଁ ୟା ସହିତ ରହିପାରିବିନି, ମନରେ ବିଚାର କରିନେଲେ। ତ ମନରେ ଯେତେବେଳେ ବିଚାର ଆସିଯାଉଛି, ଗୁରୁଜୀ ଗୋଟିଏ କଥା କହିଛନ୍ତି, ଜैसे सोचोगे वैसे बन जाओगे, जैसे बनना है वैसे सोचो। କାହିଁକିନା ଆମେ ମଣିଷ, ଏଠି କେବଳ ପ୍ରାରବ୍ଧ ନୁହଁ, ଏଠି କ୍ରିୟମାନର ମଧ୍ୟ ବିଶେଷ ଭୂମିକା ରହିଛି। ଗୋଟେ ଉଦାହରଣ କହୁଛି ବୁଝିବେ। 2 ଜଣ ପତି ପତ୍ନୀ ଥିଲେ। ପତ୍ନୀ ଜଣକ ବହୁତ ପୁଣ୍ୟାତ୍ମା ଥିଲେ। ସଂଯୋଗବଶତଃ ଅଳ୍ପ ବୟସରେ ତାଙ୍କ ସମୟ ପୁରା ହେଇଗଲା, ତାଙ୍କର ପୁଣ୍ୟ ବଳ ଥିଲା, ମୋକ୍ଷ ଗତି ପାଇଗଲେ। ଯୋଉ ସ୍ୱାମୀ ଜଣକ ରହିଗଲେ, ଏବେ ସିଏ କଣ କରିବେ? ଆଉ ଏକ ନୂତନ ଜୀବନ ସାଥୀ ଖୋଜିବେ ନା। କାହିଁକିନା ଆମ ବାୟୁମଣ୍ଡଳ ସେମିତି, ଆମ ପରିବେଶ ସେଇ ପ୍ରକାର। ମନର ବାସନାକୁ ପୂର୍ତ୍ତି କରିବା ପାଇଁ ଆଉ ଏକ ନୂତନ ସାଥୀ ଖୋଜି ନେଲେ, ନୂତନ ଏକ ସମ୍ପର୍କରେ ଜଡ଼ିତ ହେଇଗଲେ। ତ ଏଠି ଯୋଉ ଫ୍ରି ୱିଲ୍ ବା ଇଚ୍ଛା ଶକ୍ତିକୁ ଉପଯୋଗ କରିକି ନୂତନ ଏକ ଜୀବନ ସାଥୀ ଗ୍ରହଣ କଲେ। ଜଣେ ଚାଲିଗଲେ ତ ଆଉ ଜଣକୁ ଗ୍ରହଣ କରିନେଲେ, ନୂତନ ଏକ କର୍ମବନ୍ଧନ ତିଆରି କରିନେଲେ। ଏଇଠି କଣ ହବ ନା, ଏକ ନୂତନ ଆତ୍ମା ସହିତ ସମ୍ପର୍କ ତିଆରି ହେଲା। এই ପ୍ରକାର ଆମର ଅନନ୍ତ ଜୀବନ ବିତି ଯାଇଛି, ଆଉ ଅନନ୍ତ ଜନ୍ମରେ ଅନନ୍ତ ପିତା ମାତା ମିଳିଛନ୍ତି, ଅନନ୍ତ ପତ୍ନୀ ବନି ସାରିଛନ୍ତି। ଧରାଯାଉ ଜଣଙ୍କର ପତ୍ନୀ ହଉଛନ୍ତି ବହୁତ ପୁଣ୍ୟବନ୍ତ, ସେ ଏଠୁ ଗଲା ପରେ 10,000 ବର୍ଷ ଯାଇକି ସ୍ୱର୍ଗ ଲୋକରେ ବାସ କରିବେ। ଆଉ ସ୍ୱାମୀଙ୍କର କର୍ମ ଖରାପ ଥିଲା, ମଣିଷ ବନିକି ଆସିଲେ, ତ ସେ କଣ ଏକୁଟିଆ ରହିବେ? ପ୍ରତ୍ୟେକଙ୍କର ଯେହେତୁ କର୍ମ ଅଲଗା ଅଲଗା, ସେ ଅନୁସାରେ ଫଳ ବି ତ ଅଲଗା ହବ, ଜୀବନ ସାଥୀ ବି ତ ଅଲଗା ମିଳିବେ। ବିବେଚନା କରନ୍ତୁ। ଆଉ ଗୋଟେ କଥା, ପିତା ମାତା ଭାଇ ଭଉଣୀ ଏମାନେ ଯଦି ବଦଳେଇ ପାରୁନାହାନ୍ତି, ତେବେ ଜୀବନ ସଙ୍ଗୀ କାହିଁକି ବଦଳେଇ ଦଉଛନ୍ତି? ଏତେ ଛାଡପତ୍ର ହେଉଛି କାହିଁକି? ଏତେ ଡିଭୋର୍ସ କାହିଁକି ହେଉଛି? ତ ଏହାକୁ ଯଦି ଆମେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିବା, ସବୁଠୁ ବଡ ହେଉଛି ସଂସ୍କାର। ଯୋଉ ମୂଳ ସଂସ୍କାରରୁ ପୁରୁଷ ଏବଂ ପ୍ରକୃତି ରୂପରେ ଆସିଥିଲେ, ପ୍ରଥମ ଅବସ୍ଥାରେ ତାଙ୍କଠି ଦୈବୀୟ ଗୁଣ ଭରିକି ରହିଥିଲା, ସଂସ୍କାର ମିଶୁଥିଲା, ସେମାନେ ସମାନ ଏନର୍ଜି ଲେଭେଲରେ ଥିଲେ, ସମାନ ଫ୍ରିକ୍ୱେନ୍ସିରେ ଥିଲେ। କିନ୍ତୁ ଯେତେବେଳେ ପୃଥିବୀକୁ ଆସିଲେ, ପୃଥିବୀରେ କଣ ହେଲା ନା, ଏଠି ତ ମାୟା ଚକ୍ର ରହିଛି। ମାୟାରେ କବଳିତ ହେଲା ପରେ ମନରେ ଅନନ୍ତ ଇଚ୍ଛା ସୃଷ୍ଟି ହେଲା, ଅନନ୍ତ କାମନା, ଯାହାର ପୂର୍ତ୍ତି ହେଇ ନ ପାରିଲା ତ ଅସନ୍ତୁଷ୍ଟି ଉପୁଜିଲା, କୋଉଠି ନା କୋଉଠି ଅପୂର୍ଣ୍ଣତା ସୃଷ୍ଟି ହେଲା। ପୁଣି ସେଇ ଅପୂର୍ଣ୍ଣତାକୁ ପୂରଣ କରିବା ପାଇଁ ନୂତନ ବିକଳ୍ପ ଖୋଜିଲେ, ଯୋଉଥିରେ କି ନୂତନ ନୂତନ ଆତ୍ମାଙ୍କ ସହିତ ସମ୍ପର୍କ ତିଆରି ହେଲା। ତେଣୁ ଏଠି ଯୋଉ ମୂଳ ସଂସ୍କାର ରହିଥିଲା, ବିପରୀତ କ୍ରିୟା ଉତ୍ପନ୍ନ ହେଇଗଲା। ଏବେ ଆଉ ପୁରୁଷ ଏବଂ ପ୍ରକୃତି ମଧ୍ୟରେ ଯେତେବେଳେ ସଂସ୍କାର ଲଗା ହେଇଗଲା, ଏଠି ଜଣେ ଯଦି ଯୋଗୀ ଆତ୍ମା ହେଲେ ତ ଆଉ ଜଣେ ଭୋଗୀ ଆତ୍ମା। କୋଉଠି ଦେଖିବେ ସ୍ୱାମୀ ଆଧ୍ୟାତ୍ମିକ ତ ପତ୍ନୀ ଘୋର ତମସିକ। 2 ଜଣଙ୍କ ଯଦି ଆଚରଣ ଅଲଗା ଅଲଗା ହେଲା, ସନ୍ତୁଷ୍ଟି କୋଉଠୁ ଆସିବ? କାହିଁକିନା ଯେତେ ଅଧିକ ସମ୍ପର୍କ ତିଆରି କରିବେ, ସେତେ ଅଧିକ ଆପଣଙ୍କର କର୍ମଚକ୍ର ବିଗିଡିବ। ଯେତେ ନୂଆ ନୂଆ ସମ୍ପର୍କ, ସେତେ ଅଧିକ ଅଧିକ ସମସ୍ୟା।
ତ ଯେତେବେଳେ ବି କୌଣସି ନୂତନ ସମ୍ପର୍କରେ ଯାଉଛନ୍ତି, କାହିଁକି ଯାଉଛନ୍ତି? ନା ପୁରୁଣା ସମ୍ପର୍କରେ ସନ୍ତୁଷ୍ଟି ମିଳୁନି, ଯୋଉଟା ଖୋଜୁଛନ୍ତି ସେ ପାଇପାରୁନାହାନ୍ତି। ତେଣୁ ଏଇ ଯୋଉ ନୂତନ କର୍ମ ବନ୍ଧନ ତିଆରି ହେଇଯାଉଛି, ୟାଙ୍କ ସହିତ ଦୁଃଖ ଆଉ କଷ୍ଟ ବି ସହିବାକୁ ପଡୁଛି। ଏଇ ସବୁ ଯାଉଛି କୁଆଡେ? ଆତ୍ମାରେ ଜମା ହେଇକି ରହୁଛି। ସେ ଆତ୍ମା ଯେତେବେଳେ ନୂତନ ଜନ୍ମ ଧରିକି ଆସୁଛି, ଧୀରେ ଧୀରେ କି କମଜୋର ହେବାକୁ ଲାଗୁଛି, ଆଧ୍ୟାତ୍ମିକ ଶକ୍ତି କମିବାକୁ ଲାଗୁଛି, ଆତ୍ମଶକ୍ତି ଦୁର୍ବଳ ହେଇଯାଉଛି। ତେଣୁ ସମ୍ପର୍କ ଖରାପ ହେବା କାରଣରୁ କି ଯୋଉ ଦୁଃଖ, ଯୋଉ କଷ୍ଟ ପାଉଛନ୍ତି, ଦୁଃଖ କାହାକୁ ଦେଉଛନ୍ତି ବା କାହାଠୁ ପାଉଛନ୍ତି, ଏଥିରେ ଯୋଉ ନୂତନ କର୍ମ ବନ୍ଧନ ତିଆରି ହଉଛି, ପୁରା କର୍ମଚକ୍ରକୁ ବିଗିଡେଇ ଦଉଛି। ଏଥିରେ କଣ ହଉଛି? ତାଙ୍କର ଯିଏ ପ୍ରକୃତ ସଙ୍ଗୀ, ତାଙ୍କଠାରୁ ଆହୁରି ଦୂରକୁ ଚାଲି ଯାଉଛନ୍ତି। ପୁଣି ନୂତନ ଯୋଉମାନଙ୍କ ସହିତ ଯୋଡି ହଉଛନ୍ତି, ତାଙ୍କୁ ବି ଦୁଃଖ ଦେଉଛନ୍ତି, କଷ୍ଟ ଦେଉଛନ୍ତି। ଆଉ ସେଇଠୁ ଯୋଉ ନକାରାତ୍ମକ କର୍ମ ତିଆରି ହଉଛି, ସେ ଆତ୍ମା କଣ ଛାଡିଦବ? ପରବର୍ତ୍ତୀ ଜୀବନରେ ବି ଯେତେବେଳେ ସେ ଆତ୍ମା ଆସିବ, କେବେ ପ୍ରେମିକା ବନିକି, କେବେ ପତ୍ନୀ ବନିକି, ବନ୍ଧୁ ବାନ୍ଧବୀ ବନିକି, ସିଏ ଯେତେବେଳେ ଆସିବ, ବାହାର ଦେଶରେ ଦେଖୁନାହାନ୍ତି, ଜଣେ ଜଣେ 10-10ଟି ସମ୍ପର୍କ ତିଆରି କରି ନେଉଛନ୍ତି। ଏଇ ଯୋଉ କର୍ମର ନେଣ ଦେଣ କଣ ସମସ୍ତଙ୍କ ସହିତ ସରିଯାଉଛି? କେମିତି ସରିବ? ଶେଷ କରିବାର ତ ଉପାୟ ଜାଣିଥିଲେ ସରିବ। ଆମେ ସାଧାରଣତଃ କଣ ଚିନ୍ତା କରିଥାଉ? ମୁଁ ତାକୁ ଛାଡିଦେଲି, ସବୁ ଶେଷ ହୋଇଗଲା। ନାଇଁ, ସେମିତି ନୁହଁ। ପ୍ରତ୍ୟେକଟି କ୍ରିୟାର ଯେ ପ୍ରତିକ୍ରିୟା ଥାଏ, ପ୍ରଭାବ ତ ନିଶ୍ଚିତ ରୂପରେ ପଡିଥାଏ। ଭାଇବ୍ରେସନ ଲେଭେଲରେ, ସୂକ୍ଷ୍ମ ସ୍ତରରେ ଆମ ଉପରେ ନିଶ୍ଚୟ ପ୍ରଭାବ ପକାଇଥାଏ। ଆଜି ଯୋଉ ଆତ୍ମାକୁ ଛାଡିଦେଲେ, ଆପଣ ଭାବିଲେ କି ଛାଡିଦେଲି ତ ଆଉ ତାକୁ ଭୁଲିଯିବି, କିନ୍ତୁ ଆପଣ ଏବେ ଆଉ ଏକ ନୂତନ ସମ୍ବନ୍ଧରେ ଆସି ଯାଇଛନ୍ତି। ଭାବନା ୟାଙ୍କ ସହିତ ଯୋଡି ହୋଇଯାଇଛି, ତ ପୁରୁଣାକୁ ଭୁଲି ଯାଇଛନ୍ତି। କିନ୍ତୁ ସେ ପୁରୁଣା ଜଣକ ଯଦି ଆପଣଙ୍କୁ ଧରି ରଖିଛନ୍ତି, କର୍ମବନ୍ଧନରୁ ମୁକ୍ତ ହେବେ କେମିତି? ଏକ ବହୁତ ବଡ ରହସ୍ୟ, ଏକ କାର୍ମିକ ଚକ୍ର। ଆମକୁ ସେଠି ପ୍ରତ୍ୟେକଟି କର୍ମର ହିସାବ ପୁରା କରିବାର ଅଛି, ପ୍ରତ୍ୟେକଟି ନିୟମକୁ ବୁଝିବାର ଅଛି। ଯେମିତି ଚକ୍ରବ୍ୟୁହରେ ପଶିଯିବା, ସେଇଠୁ ବାହାରି ହିଁ ପାରୁନଥିବେ। ସେ ଭଲ କର୍ମ ହେଇଥାଉ କି ଖରାପ କର୍ମ ହେଇଥାଉ, ବନ୍ଧନ ତ ବନିକି ରହୁଛି। ଗୋଟିଏ ଚକ୍ରରୁ ଆଉ ଗୋଟିଏ ଚକ୍ର ଏମିତି ବୁଲି ଚାଲିଛନ୍ତି, ବୁଢିଆଣୀର ଜାଲ ଯେମିତି। ତେଣୁ ଶାସ୍ତ୍ରରେ କୁହାଯାଇଛି, ଏକ ନାରୀ ସଦା ବ୍ରହ୍ମଚାରୀ। ଯୋଉ ପୁରୁଷ ଗୋଟିଏ ନାରୀରେ ଆସକ୍ତ, ତାଙ୍କୁ ବ୍ରହ୍ମଚାରୀର ଉଦାହରଣ ଦିଆଯାଇଛି, କାହିଁକିନା ସେ ଗୋଟିଏ ସମ୍ପର୍କରେ ରହିଛନ୍ତି। ଆଉ ଜଣକଟି ଆସକ୍ତ ଥିଲେ ମନ ଏପଟ ସେପଟ ଭଟକିବନି। ନହେଲେ ଯଦି ଏପଟ ସେପଟକୁ ଚାଲିଯିବ, କର୍ମ ବନ୍ଧନ ନୂଆ ତିଆରି ହେଇଯିବ। ଆଉ ଯେ ପର୍ଯ୍ୟନ୍ତ ଏ ଦୁନିଆ ଚାଲିଥିବ, ବାସ୍ ଏମିତି ଭଟକୁଥିବେ। ଆଜି ଯଦି ଗୋଟେ ଆତ୍ମାକୁ ଦୁଃଖ ଦେଇକି ଛାଡି ଦଉଛନ୍ତି, ସିଏ ବି ତ ପୁଣି ଆସିବ ସେ ଦୁଃଖକୁ ଫେରେଇବା ପାଇଁ। ତେଣୁ ଯାହାକୁ ବି ଛାଡି ଦଉଛନ୍ତି, ମୋର ସହିତ କିଛି ନାହିଁ, ତାକୁ ଛାଡି ଦେଇଛି। ହଁ, ଏ ଜନ୍ମରେ ହୁଏତ ଆପଣଙ୍କୁ କିଛି ଫରକ ପଡିବନି, କିନ୍ତୁ ଆଉ ଥରେ ଯେତେବେଳେ ଆସିବେ ନା, ସେତେବେଳେ ଚିନ୍ତା କରିବାରେ ମତେ ସିଏ ଧୋକା ଦେଇଦେଲା, ଇଏ ଧୋକା ଦେଇଦେଲା, ଏଇଟା ହେଲା, ସେଇଟା ଭଲ ନୁହଁ, ବାସ୍ ଏମିତି ଅଭିଯୋଗ କରୁଥିବେ। ତେବେ ଏଇଠି ମନରେ ପ୍ରଶ୍ନ ଆସିଥାଏ, ଜଣେ ପ୍ରକୃତ ଭଲ ପାଇବା ଜନ୍ମ ଜନ୍ମ ଧରିକି ଜଣେ ଜୀବନ ସାଥୀ କେମିତି ସମ୍ଭବ? ତେବେ ଇଏ ତ କହିହବନି ଯେ ସମସ୍ତେ ଗୋଟିଏ ପ୍ରକାର। କିଛି ଏମିତି ବି ଆତ୍ମା ରହିଛନ୍ତି, ଯୋଉମାନଙ୍କ ଭିତରେ ଶୁଦ୍ଧ ଚେତନା ରହିଛି, ବ୍ରହ୍ମଚାରୀ ଯେମିତି, ଅନ୍ୟ କାହାକୁ ଆଖି ଉଠେଇ ବି ଦେଖୁନାହାନ୍ତି, ଅନ୍ୟ କାହା କଥା ମନକୁ ବି ଆଣୁନାହାନ୍ତି, ଏ ପ୍ରକାର ବି ଥାନ୍ତି। କମ ଥାଇପାରନ୍ତି, ବିରଳ ଥାଇପାରନ୍ତି, କିନ୍ତୁ ଅଛନ୍ତି। ତେଣୁ ଏ ପ୍ରକାରର ଆତ୍ମା ଯେତେବେଳେ ଆସୁଛନ୍ତି, ଏ 7 ଜନ୍ମ କଣ 700 ଜନ୍ମକୁ ବି ସମୟରେ ରହିଥିବେ, କିନ୍ତୁ ଇଏ ବହୁତ ବିରଳ। କାହିଁକି ନା ଆଖପାଖରେ ଆମର ଯୋଉ ପରିବେଶ ତିଆରି ହେଇଛି, ଲୋକଙ୍କର ସ୍ୱଭାବ, ସଂସ୍କାର, ବୃତ୍ତି, ଇଚ୍ଛା, କାମନା ଧୀରେ ଧୀରେ ଯୋଉ ପ୍ରକାର ବଢି ଚାଲିଛି, ଏଥିରେ ସନ୍ତୁଷ୍ଟି କୋଉଠୁ ମିଳିବ? ଏକ ଅପରଙ୍କ ଭିତରେ ଅଭାବ ପରିଲକ୍ଷିତ ହଉଛି। ଆ ପାଖରେ ସେଇଟା ନାହିଁ, ତା ପାଖରେ ଏଇଟା ନାହିଁ, ୟାର ସେଇଟା ଭଲ ଅଛି, ଇଏ ଦେଖିବାକୁ ଭଲ, ଇଏ ସଫା, ୟାର ଷ୍ଟାଇଲ ଭଲ। ଏଇ ଯୋଉ ଅଧିକ ମନେ ହଉଛି, ମନ ବଦଳି ଯାଉଛି, ଏଇ କ୍ଷେତ୍ରରେ କେମିତି କହିପାରିବା ଯେ ଜନ୍ମ ଜନ୍ମର ସାଥୀ? ଆଗରୁ କଣ ହଉଥିଲା, ଯେବେ କାହାଙ୍କର ବିବାହ ବୟସ ହେଇଯାଉଥିଲା, ତ ପିତା ମାତା ବା ଅଭିଭାବକ ଯାଇକି ଦେଖୁଥିଲେ, ଆଉ ପସନ୍ଦ ହେଲେ ସେଇମାନେ ବିବାହ ଠିକ କରିଥିଲେ।
ବରକନ୍ୟା ଏମିତି କି ଦେଖୁ ବି ନଥିଲେ ବିବାହ ମଣ୍ଡପରେ ଭେଟ ହଉଥିଲା। ଆଉ ଯାହାଙ୍କ ସହିତ ବିବାହ ହଉଥିଲା ତାକୁ ହିଁ ସବୁ କିଛି ମାନୁଥିଲେ, ପୁରା ଜୀବନ ନିର୍ବାହ କରୁଥିଲେ। ତାଙ୍କ ଭିତରେ କୌଣସି ସର୍ତ୍ତ ନଥିଲା, କିଛି ଅଭିଯୋଗ ନଥିଲା। ଏବେ କେଇଟା ବର୍ଷ ଭିତରେ ଯେ ଏତେ ବଦଳି ଯାଇଛି ସମସ୍ତେ ତ ଜାଣିଛୁ, ଆଉ କହିବା କଣ। କିନ୍ତୁ ଯଦି ସଚ୍ଚା ବନ୍ଧନ ଖୋଜୁଛନ୍ତି, ଆତ୍ମିକ ସ୍ତରରେ କଥା ହେବାର ଅଛି, ଯୋଉଥିପାଇଁ ଆତ୍ମ ଜାଗୃତତାର ଆବଶ୍ୟକତା ଅଛି। ବୁଝିବାର ଅଛି ଏ ଶରୀର କିଛି ନୁହଁ। ଚେତନା ସ୍ତରରେ ଦେଖନ୍ତୁ, ଗୁଣ ଦେଖନ୍ତୁ। ଆଜିକାଲି ତ ପୁରା ଓଲଟା। ଆଧ୍ୟାତ୍ମିକ ଲୋକ କେହି ପସନ୍ଦ ବି କରୁନାହାନ୍ତି। ଆରେ ସେ କଣ ଚିତା ଚୈତନ୍ୟ କାଟିକି ଧୋତି ପିନ୍ଧି ବୁଲୁଛି, ତାକୁ ଝିଅ ତ। ବା ଝିଅଟେ ଯଦି ଆଇଁଷ ବାରି ଦେଇଛି, ତୁଳସୀ ଧାରଣ କରିଛି, ସାଧା ସିଧା ରହୁଛି, କିଏ ତାକୁ ପସନ୍ଦ କରୁନାହାନ୍ତି। ସ୍ମାର୍ଟ ଦରକାର। ବହୁତ ଜାଗାରେ ବି ଦେଖିଛି, ଝିଅଟେ ଯଦି ସାତ୍ବିକ ଆହାର କରୁଥିବେ, ଶାଶୁ ଘରକୁ ଆସିଲା ପରେ ତାକୁ ବାଧ୍ୟ କରୁଛନ୍ତି ଆଇଁଷ ଖାଇବା ପାଇଁ। ନହେଲେ କୁଆଡେ ରୋଗ ହେଇଯିବ, ସମସ୍ୟା ଆସିଯିବ। ଏ ପୂଜା ପାଠ କରିକି କଣ ଲାଭ ମିଳିବ? କଣ ଭଗବାନ ଆସିକି ଏଇଟା କରିଦେବେ, ଭଗବାନ ଆସି ସେଇଟା କରିଦେବେ କହିକି ପୁରା ବାଧ୍ୟ କରୁଛନ୍ତି ଆଇଁଷ ଖାଇବା ପାଇଁ। ଆଜିକାଲିର ମନୋବୃତ୍ତି ଏମିତି। ମନ ଏମିତି ହେଲେ ସ୍ଥିର କେମିତି ରହିବ? ଶାସ୍ତ୍ରରେ ପୁରା କୁହାଯାଇଛି, ଜୈସେ ଖାଓଗେ ଅନ୍ନ ବୈସେ ହୋଗା ମନ। ତ ଆଜି ଯଦି ଆତ୍ମା ସ୍ତରରେ ସମ୍ପର୍କ ଖୋଜିବା, ପ୍ରଥମେ ସାତ୍ବିକ ହେବା ଦରକାର, ମନକୁ ସଂଯତ ରଖିବା ଦରକାର। ଶରୀର ଆଜି ଅଛି, କାଲି ରହି ନପାରେ, ରୁଗ୍ଣ ହେଇଯାଇପାରେ, ପୁରା ହେଇଯାଇପାରେ, କିନ୍ତୁ ଯୋଉ ଆତ୍ମାର ସମ୍ପର୍କ ଚିରଦିନ ରହିଥିବ। ତେଣୁ ଜୀବନ ସାଥୀକୁ ସଦା ଭାବି ଚିନ୍ତିକି ବରଣ କରନ୍ତୁ, ଥରେ ବରଣ କରନ୍ତୁ, ବୁଝି ବିଚାରିକି ଚୟନ କରନ୍ତୁ। କାହିଁକିନା ଆଜି ଯାହାକୁ ଚୟନ କରୁଛନ୍ତି, ଏ ଆସନ୍ତା ଜୀବନରେ ବି ଆପଣଙ୍କୁ ମିଳିବେ। ହୁଏତ ପତି ପତ୍ନୀ ରୂପରେ ମିଳି ନ ପାରନ୍ତି, କୌଣସି ନା କୌଣସି ରୂପରେ ଆସିବେ, ବାକିଆ କର୍ମର ହିସାବ ଚୁକେଇବା ପାଇଁ। ପୁଣି ଇଏ ବି ହୋଇପାରେ, ଯେବେ ଦୁଇ ଜଣ ଏକତ୍ର ହେଉଛନ୍ତି, ସେ ଏକ ଏମିତି ଉଦ୍ଦେଶ୍ୟରେ ଯୋଡି ହେଇଯାଉଛନ୍ତି, ଏକ ଅପରଙ୍କର ନିମିତ୍ତ ବନି ଯାଉଛନ୍ତି। ଉଦ୍ଦେଶ୍ୟଟି ହୁଏତ ଆପଣଙ୍କ ପାଇଁ ଜରୁରୀ ହୋଇନପାରେ, କିନ୍ତୁ ଆପଣଙ୍କର ଯୋଉ ସଙ୍ଗୀ ମିଳିଛନ୍ତି, ତାଙ୍କ ସହଯୋଗରେ କି ଆପଣଙ୍କ ଉଦ୍ଦେଶ୍ୟ ପୁରା ହେଇଯାଇପାରେ। ଏପାରେ କି ଜଣେ ଆଧ୍ୟାତ୍ମିକ ସଙ୍ଗୀ ଉପାର୍ଜନକୁ ମୋକ୍ଷର ବି ମାର୍ଗ ଦେଖେଇ ଦେଇ ପାରନ୍ତି। ଶାସ୍ତ୍ରରେ ଏହାର ଅନେକ ପ୍ରମାଣ ରହିଛି। ସତୀ ସାବିତ୍ରୀଙ୍କ କଥା କୁହନ୍ତୁ, ସ୍ୱାମୀଙ୍କୁ ଯମରାଜଙ୍କ ପାଖରୁ ଫେରାଇ ଆଣିଲେ। ଏଗୁଡ଼ା ଅନେକ ଘଟଣା ଦେଖିବାକୁ ମିଳେ। ତ এই ପ୍ରକାର ଆତ୍ମିକ ସ୍ତରରେ ବିବେଚନା କରନ୍ତୁ, ପରିଭାଷିତ କରନ୍ତୁ ନିଜ ସମ୍ପର୍କ। କୋଉଠି କୋଉଠି ବି ଦେଖାଯାଇଛି ବହୁତ ସମ୍ବେଦନଶୀଳ ଆତ୍ମା ହେଇଥିବେ, ତାଙ୍କ ଭାଗ୍ୟରେ କେହି ଏମିତି ସଙ୍ଗୀ ମିଳିଯାଉଛନ୍ତି, ସମ୍ପର୍କ ବିଲକୁଲ ନର୍କ ଯେମିତି ପାଲଟି ଯାଉଛି। ତ ଆମେ ଦେଖିକି ଚିନ୍ତା କରୁଛୁ, ସିଏ ତ ଏତେ ଭଲ ପିଲାଟା, ତା ଭାଗ୍ୟରେ ଦେଖ କେମିତି ସଙ୍ଗୀ ମିଳିଛି। ଜୀବନଟା ବିଲକୁଲ ନର୍କ ଯେମିତି ଭୋଗୁଛି, କିନ୍ତୁ ନାହିଁ, ଏମିତି ମିଳିନି। ନିଶ୍ଚୟ କୋଉ ନା କୋଉ ତା କର୍ମ ତା ସହିତ ଜଡିତ ହେଇକି ଅଛି, ଅନ୍ୟଥା କଦାପି ସମ୍ଭବ ନୁହଁ। ଏକ ଉଦାହରଣ କହିବି। ଜଣେ ଜ୍ୟୋତିଷାଚାର୍ଯ୍ୟ ଥିଲେ, ଜ୍ୟୋତିଷ ବିଦ୍ୟାରେ ବହୁତ ପାରଙ୍ଗମ। ତତ୍ସହିତ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ମଧ୍ୟ ଥିଲେ, ପ୍ରଖର ଆଧ୍ୟାତ୍ମିକ ଜ୍ଞାନ ଥିଲା। କିନ୍ତୁ ତାଙ୍କର ଯୋଉ ପତ୍ନୀ ଥିଲେ, ନିରନ୍ତର ତାଙ୍କୁ ଏପଟ ସେପଟ କହୁଥିଲେ, ଗାଳି ଗୁଲଜ କରୁଥିଲେ। ଏ ହେଲେ କିଛି କହୁନଥିଲେ, ଚୁପଚାପ ସହି ଯାଉଥିଲେ। କିନ୍ତୁ ତାଙ୍କର ବିଶେଷ ଖ୍ୟାତି ଥିଲା, ବହୁତ ଲୋକ ଆସୁଥିଲେ ତାଙ୍କ ପାଖକୁ। ଥରେ ଜଣେ ଲୋକ ଆସିକି ତାଙ୍କ ସ୍ତ୍ରୀକୁ ପଚାରୁଛନ୍ତି, ଆଜ୍ଞା ଅମୁକ ଲୋକଙ୍କର ଘର ଏଇଟା। ତାଙ୍କ ସ୍ତ୍ରୀ ବହୁତ କଟୁ ବାକ୍ୟରେ ୟାଙ୍କୁ ଗାଳି ଗୁଲଜ କରିଛନ୍ତି, କହିଛନ୍ତି ହଁ ସେ ସେଠି ବସିଛି। ତ ବ୍ୟକ୍ତି ଜଣକ ଆସି ସେତେବେଳେ ସେ ଜ୍ୟୋତିଷାଚାର୍ଯ୍ୟଙ୍କ ପାଖରେ ପହଞ୍ଚିଛନ୍ତି। କହିଛନ୍ତି ଆଜ୍ଞା, ମୁଁ ଆପଣଙ୍କର ତ ଠିକଣା ପଚାରୁଥିଲି, ଆପଣଙ୍କର ପତ୍ନୀ ମୋତେ ଏମିତି କାହିଁକି କହିଲେ? ଜ୍ୟୋତିଷାଚାର୍ଯ୍ୟ ଯାହା ଉତ୍ତର ଦେଇଛନ୍ତି, ଭାବିବାକୁ ବିଭତ୍ସ ହେଇଛି। ଜ୍ୟୋତିଷାଚାର୍ଯ୍ୟ କହୁଛନ୍ତି, ଗତ ଜନ୍ମରେ ମୁଁ ଥିଲି ଜଣେ କାକ, ମୋର ଯିଏ ସ୍ତ୍ରୀ ମିଳିଛି ସେ ଥିଲା ଗୋଟେ ହରିଣ। ତା ପିଠିରେ ଗୋଟେ ଘା ହେଇଥିଲା। ମୋର ସ୍ୱଭାବ, ମୁଁ ସବୁବେଳେ ଯାଇ ତା ସେ ଘା ସ୍ଥାନରେ ଘଟୁଥିଲି। ତାକୁ ବହୁତ କଷ୍ଟ ହଉଥିଲା, ହେଲେ ବା ସେ କଣ କରିପାରିବ, ଛଟପଟ ହଉଥିଲା। ଏମିତି ମୁଁ ସବୁଦିନ ତାକୁ ହଇରାଣ କରିଥାଏ। କିଛି ଦିନ ବିତିଗଲା ପରେ ଘାଟି ଆହୁରି ବଡ ହେଇଯାଇଥାଏ, ଏତେ ବଡ କି ମେରୁଦଣ୍ଡ ପର୍ଯ୍ୟନ୍ତ ହାଡ଼ ଦେଖାଯାଉଥାଏ। ତଥାପି ମୁଁ ତାକୁ ହଇରାଣ କରିବା ଛାଡୁ ନଥାଏ। ଗୋଟେ ଦିନ ମୋ ଚୋଞ୍ଚ ଏମିତି ମାରି ଦେଇଛି,
ତ ମେରୁଦଣ୍ଡ ହାଡରେ ଯାଇକି ଚଞ୍ଚଟି ଲାଗି ଯାଇଛି, ତାକୁ ଯନ୍ତ୍ରଣା ହେଇଛି। ଗଙ୍ଗା କୂଳରେ ଥିଲେ ସେ ସହି ନ ପାରିକି ଗଙ୍ଗାକୁ ଝାସ ଦେଇଛି। ମୁଁ ବି ଯେହେତୁ ଚଞ୍ଚତା ହାଡରେ ଫସି ଯାଇଛି, ବାହାରି ପାରିଲିନି। 2 ଜଣ ସେଠି ଗଙ୍ଗାରେ ବୁଡିକି ମରିଥିଲେ। ଆଜି ଆମେ ଏମିତି ସ୍ୱାମୀ ସ୍ତ୍ରୀ ରୂପରେ ଆସିଛେ। ତ ମୁଁ ଯୋଉ ତାକୁ କଷ୍ଟ ଦେଇଥିଲି, ସିଏ ବି ତ ମତେ ଭୋଗିବାର ଅଛି ନା। ସିଏ ଗାଳିବନି ତ କିଏ ଗାଳି କରିବ? ଏହା ଜାଣିକି ମୁଁ ସହି ଯାଉଛି। ଯଦି ମୁଁ କହିବି ପୁଣି ଆହୁରି କର୍ମବନ୍ଧନ ତିଆରି ହବ, ତାକୁ ପୁରା କରିବା ପାଇଁ ଆହୁରି ସମୟ ଲାଗିବ। ସହି ଯାଉଛି। ଏଇ ହୋଇଥାଏ ଆତ୍ମାର ସମ୍ପର୍କ। ଆମେ ଜାଣିପାରି ନଥାଉ, ପୂର୍ବର କୋଉ କର୍ମ ଆସିକି ଦଣ୍ଡ ଦଉଛି ଆମେ ବୁଝିପାରି ନଥାଉ, ତେଣୁ ଅଭିଯୋଗ କରିଥାଉ। ତେଣୁ ଯେବେ ବି କେହି ନକାରାତ୍ମକ ମଣିଷଙ୍କ ସାଙ୍ଗରେ, କେହି ଟକ୍ସିକ ରିଲେସନସିପରେ ବାନ୍ଧି ହେଇଯାଉଛନ୍ତି, ଜୀବନ ସାଥୀ ଯଦି ଏଇ ପ୍ରକାର ମିଳିଯାଉଛନ୍ତି, ଇଏ ବି ଏଇଥିପାଇଁ ଘଟୁଛି କାହିଁକିନା ଇଏ ବି କୌଣସି ନା କୌଣସି ଜୀବନରେ କାରଣ ଅକାରଣରେ କିଛି ଆପଣ ହିଁ ଏଇ ପ୍ରକାର କର୍ମ କରିଥିଲେ, ଯାହା ପ୍ରାରବ୍ଧ ବନିକି ଆଜି ପ୍ରତିଫଳିତ ହେଇଛି। କିନ୍ତୁ ଏ ପ୍ରାରବ୍ଧକୁ ମଧ୍ୟ କ୍ରିୟମାଣ ଆଧାରରେ କି ପରିବର୍ତ୍ତନ କରିହେବ। ଏଥିପାଇଁ କି ଆବଶ୍ୟକ ହୋଇଥାଏ କାର୍ମିକ ଜ୍ଞାନ, ଯୋଉଥିରେ ଜାଣିପାରିବେ କି ଏ କର୍ମ ବନ୍ଧନକୁ କେମିତି ମିଟେଇ ହବ, ଆଗକୁ ଏଠୁ କିପରି ପରିବର୍ତ୍ତନ କରିହେବ। କେବେ କେବେ ତ ଏମିତି ବି ହୋଇଯାଏ, ବିଲକୁଲ ଫ୍ରେଶ ରିଲେସନରେ ମଧ୍ୟ କେହି ଏଇ ପ୍ରକାର ଆତ୍ମା ମିଳିଯାଆନ୍ତି ଯାହା ପାଖରେ ବିଲକୁଲ ସଂସ୍କାର ହିଁ ନଥାଏ। ତ ସଂସ୍କାର ମିଳିନଥାଏ ତ ତାଙ୍କ ଭିତରେ ବିତୃଷ୍ଣା ଆସିଯାଇଥାଏ, ସେ ଗ୍ରହଣ କରିପାରିନଥାଏ, ଏଠି ଜ୍ଞାନର ଅଭାବ ଥାଏ। ତେଣୁ କର୍ମର ଜ୍ଞାନ ଯେତେବେଳେ ସ୍ପଷ୍ଟ ହୋଇଯାଏ, ଅର୍ଥାତ୍ ସମ୍ପୂର୍ଣ୍ଣ ଫ୍ରେଶ ରିଲେସନ, ନୂତନ କରି ଏଇ ଜନ୍ମରେ ଯାହାଙ୍କ ସହିତ ସମ୍ପର୍କ ଗଢା ଯାଇଥାଏ, ଇଏ ବି କୌଣସି ଅକାରଣ ନୁହଁ, ସୂକ୍ଷ୍ମ ରୂପରେ କୋଉଠି ନା କୋଉଠି ସମ୍ବନ୍ଧ ଆପଣଙ୍କ ସହିତ ହିଁ ଯୋଡିକି ଆସିଥାଏ। କାହିଁକିନା ଇଏ ବି ଯେତେବେଳେ ଆପଣ କୌଣସି ମନରେ ସୂକ୍ଷ୍ମ ବିଚାର ଆଣୁଛନ୍ତି, ଆମର ଯୋଉ ଫ୍ରି ହୁଏଲ ଇଚ୍ଛା ଶକ୍ତିର ଭୂମିକା ରହିଥାଏ। ଇଚ୍ଛା ଶକ୍ତି ପ୍ରଥମେ ଥଟ୍ ଚିନ୍ତନରେ ପ୍ରବେଶ କରିଥାଏ, ପୁଣି ମ୍ୟାନିଫେଷ୍ଟ ଜରିଆରେ କି ରିଆଲିଟି ବନି ଯାଇଥାଏ। ତେଣୁ ଯୋଉ ବି ନୂତନ ସମ୍ପର୍କ ଯୋଡିଥାଏ, କୌଣସି ନା କୌଣସି କାରଣ ତ ଯୋଡିଥାଏ। ରାସ୍ତାରେ ଯାଉଛନ୍ତି, ଜଣକୁ ଦେଖିଦେଲେ, ତାର ରୂପସଜ୍ଜା, ତାର ଷ୍ଟାଇଲ ଆଖିକୁ ଆକର୍ଷଣୀୟ ଲାଗିଲା, ମତେ ଏଇ ପ୍ରକାର ଜୀବନ ସଙ୍ଗୀଟେ ମିଳିଯାଆନ୍ତା କି। ତ ଏଇ ଯୋଉ ଚିନ୍ତନ, ଏଇ ଯୋଉ ଇଚ୍ଛା ଶକ୍ତି, ଇଏ ବି କେବେ କେବେ ବାସ୍ତବ ବନି ଯାଇଥାଏ। ତ କର୍ମ ଯେ କେବଳ ସେଇଟା ନୁହଁ କି ଯୋଉଟା ଆମେ କରିଥାଉ, କର୍ମ ସେଇଟା ବି ହୋଇଥାଏ କି ଯୋଉଟା ଆମେ ଭାବିଥାଉ, ଚିନ୍ତା କରିଥାଉ। ମନର କଳ୍ପନା ମଧ୍ୟ ଏକ ସମ୍ବନ୍ଧ ସ୍ଥାପନ କରିଥାଏ। ତେଣୁ ସବୁବେଳେ ଏଇ ପ୍ରକାର ଜୀବନ ସାଥୀ ଚୟନ କରନ୍ତୁ ଯେ ଆପଣଙ୍କ ଜୀବନକୁ ପୂର୍ଣ୍ଣ କରିପାରୁଥିବ। ସବୁଠୁ ପ୍ରଥମ କଥା ହଉଛି ଆମେ ନିଜକୁ ନିଜ ସହିତ ଯୋଡିବାର ଅଛି। ଏମିତି ମାନସିକତାକୁ ଯାଆନ୍ତୁନି କି ଯୋଉଠି ଏନର୍ଜି ଲେଭେଲ କମି ଯାଉଥିବ। ନିଜକୁ ପାୱାରଫୁଲ ବନେଇବାର ଅଛି, କାହିଁକିନା ଯୋଉ ପ୍ରକାର ଆପଣଙ୍କର ବୃତ୍ତି ହୋଇବ, ସେଇ ପ୍ରକାର ଆପଣଙ୍କର ସଂସ୍କାର ତିଆରି ହବ, ଆଉ ସେଇ ପ୍ରକାର ଏନର୍ଜିକୁ ଆପଣ ଆକର୍ଷିତ କରିବେ। ତେଣୁ ସବୁଠୁ ପ୍ରଥମେ ନିଜକୁ ଦେଖିବାର ଅଛି, ନିଜର ସ୍ପିରିଚୁଆଲ ଲେଭେଲକୁ ବଢେଇବାର ଅଛି, ନିଜର ଏନର୍ଜି ଲେଭେଲକୁ ବଢେଇବାର ଅଛି। କେବେ କେବେ ଇଏ ବି ଶୁଣିବାକୁ ପାଇଥାଉ ନା, ଭୁଲ ଲୋକକୁ ଚୟନ କରିଦେଲି। ସେ ଭୁଲ ଲୋକକୁ ସେ କେବଳ ଆପଣଙ୍କର କର୍ମ ଚୟନ କରିନାହିଁ, ଆପଣଙ୍କର ଫ୍ରି ୱିଲ, ଆପଣଙ୍କର ସଂସ୍କାର, ଏ ମଧ୍ୟ କୋଉଠି ନା କୋଉଠି ଭୂମିକା ରଖିଛି। ଆଜି ଯଦି ମୁଁ ନିଜ କଥା କହିବି, ପ୍ରଭୁ ମତେ ଯାହାକୁ ଜୀବନ ସାଥୀ ରୂପରେ ଦେଇଛନ୍ତି, ତାଙ୍କର ସବୁ ଭଲ ଗୁଣ ଭିତରେ କିଛି ଖରାପ ବି ରହିଥିଲା। ଯେମିତିକି ସବୁବେଳେ ୟା ତା ବିଷୟରେ ଚର୍ଚ୍ଚା କରିବା, ବକର ବକର ହେବା, ଆମିଷ ଖାଇବାକୁ ରୁଚି ରଖିବା, ବାରମ୍ବାର ମନା କରିବା ସତ୍ତ୍ୱେ ବି ରୋକ ଠୋକ ମନା କରିଦଉଥିଲା ଯେ ମୁଁ ଆଇଁଷ ଛାଡି ପାରିବିନି, ଦୃଢୋକ୍ତି ଦେଇଥିଲା, ଯାହା ବି କରିନିଅ ମତେ କେବେ ଛଡେଇ ପାରିବନି। କେବଳ ଗୋଟିଏ କଥା କହିଥିଲି, ସମୟ ଉତ୍ତର ଦେବ। ସେଇଠୁ ଆଉ କେବେ ଜିଦି କରିନି। କଣ କରିଥାଏ ନା, କିଛି ନାମ ଜପ କରିକି ପ୍ରଭୁଙ୍କୁ ସମର୍ପି ଦଉଥାଏ, ପ୍ରଭୁ ବଦଳରେ ତା ବୁଦ୍ଧିକୁ ଶୁଦ୍ଧ କରିଦିଅ। ମାତ୍ର କିଛି ଦିନ ଯାଇଛି, ସେ ନିଜେ ଛାଡିଦେଲା। ଏବେ ତୁଳସୀ ବି ଧାରଣ କରିନେଇଛି, ଆଉ ଏବେ ତ ଦେଖିବାକୁ ଗଲେ ସେ ମୋଠୁ ବହୁତ ଉପର ଲେଭେଲକୁ ଚାଲିଗଲାଣି। ଆଧ୍ୟାତ୍ମିକ ଶକ୍ତି ଏବେ ତା ପାଖରେ ଅଧିକ ଅଛି। କହିବାର ଉଦ୍ଦେଶ୍ୟ ନିଜ ଗୁଣ ପଖାଣିବା ନୁହଁ, କହିବାର ଉଦ୍ଦେଶ୍ୟ କି ଜଣେ ଚାହିଁବେ ଯଦି ନିଜ ଜୀବନ ସଙ୍ଗୀକୁ ବାଟକୁ ଆଣିପାରିବେ, କେବଳ ଧୈର୍ଯ୍ୟ, ବିଚାର ଆଉ ବୁଦ୍ଧିମତ୍ତାକୁ ଉପଯୋଗ କରିକି। ମୋର ଜଣେ ବନ୍ଧୁ ଅଛନ୍ତି, ବିବାହିତ, ତାଙ୍କ ପାଖକୁ ଜଣେ ପ୍ରେମ ପ୍ରସ୍ତାବ ରଖିଲେ। ତ ମତେ ପଚାରିଲା, ବନ୍ଧୁ କଣ କହିବି? କହିଲେ ଗୋଟେ କାମ କର, ଏଇଟା ସୁଯୋଗ, ଯଦି ମତେ ଭଲ ପାଇବ ତାହେଲେ ପ୍ରତିଦିନ ଏତିକି ନାମ ଜପ କରିବାକୁ ପଡିବ।
ଏତିକି ଯୋଉଦିନ ସେ କହିଦେଲା, ସତରେ ପ୍ରଲୋଭନରେ ହଉ ପଛେ ନିରନ୍ତର ଶିବ ଶିବ କରୁଛି। ଏବେ କିନ୍ତୁ ଏହାକୁ ପ୍ରେମିକ ନୁହଁ, ଗୁରୁ ଆସନରେ ବସିଛି। ତେଣୁ ମୋ କହିବାର କଥା, କେବଳ ଆଧ୍ୟାତ୍ମ ସହିତ ଯୋଡ଼ି ହେଇଯାଆନ୍ତୁ। ସବୁ ଖରାପ ଗୁଣ ଦୂରେଇ ଯିବ। ନିଜେ ସଚେତନ ହେବା ସହିତ ସାଙ୍ଗସାଥୀକୁ ମଧ୍ୟ ବାଟକୁ ଆଣିପାରିବେ। ସୁନ୍ଦର ଦୁନିଆରେ ଜିଇ ପାରିବେ। କାହିଁକିନା ସାଧୁ ସଙ୍ଗ ମିଳିଲେ ସାଧୁ ବନିଯାଆନ୍ତି, ଅସାଧୁ ସଙ୍ଗରେ ଅସାଧୁ ବନିଯାଆନ୍ତି। ବାକି ତ ଆପଣ ବୁଝିପାରୁଥିବେ। ହର ହର ମହାଦେବ।